ସମସ୍ତେ ଏକ ସୁନ୍ଦର ଗପ ଶୁଣିବା। ସମସ୍ତେ ଗପ ଶୁଣିବାକୁ ଇଚ୍ଛୁକ? ଗପର ନାଁ ହେଲା ପୋଷା ଜୀବଜନ୍ତୁ। ସମସ୍ତେ ପୋଷା ଜୀବଜନ୍ତୁ ଦେଖିଥିବେ। ଘରେ ଜୀବଜନ୍ତୁ ସମସ୍ତଙ୍କର କୁକୁର, ମାଙ୍କଡ଼, ଶୁଆ, ପାରା ଇତ୍ୟାଦି ରଖିଛନ୍ତି। ହଉ, ଏବେ ଆମେ ଶୁଆକୁ ନେଇ ଏକ ଗପ ଶୁଣିବା। କଣ କରିବା? ଶୁଆକୁ ନେଇ ଏବେ ଗପ ଶୁଣିବା। ଏ ଗ୍ରାମରେ ଜଣେ ମହାଜନ ଥିଲେ। ତାଙ୍କର ନାମ ଗଦାଧର ଥିଲା। ସେ ବହୁତ ଧନୀ ଶ୍ରେଣୀର ବ୍ୟକ୍ତି। ଧନ ସମ୍ପତ୍ତି, ଟଙ୍କା ପଇସା କୌଣସିରେ ବି ତାଙ୍କର ଅଭାବ ନଥିଲା। କିନ୍ତୁ ତାଙ୍କ ମନରେ ଭରି ରହିଥିଲା ଏକ ଦୁଃଖ। କଣ ସେ ଦୁଃଖ? ତାଙ୍କର ଏକମାତ୍ର ପୁଅଟିଏ ଥିଲା, ତା ନାଁ ବବୁଲୁ। ଜମା ପାଠ ପଢୁନଥିଲା, ଖେଚଡା ହଉଥିଲା, ଚଗଲା ହଉଥିଲା, ମାଛ ଧରୁଥିଲା, ପାଣିରେ ପହଁରୁଥିଲା, ଗଛ ଚଢୁଥିଲା, ପଶୁ ପକ୍ଷୀ ମାନଙ୍କୁ ହଇରାଣ କରୁଥିଲା, ବୁଲୁଥିଲା, ଧରୁଥିଲା ଇତ୍ୟାଦି କାମରେ ସେ ବ୍ୟସ୍ତ ଥିଲା। କିନ୍ତୁ କେବେ ପାଠ ପଢେ ନାହିଁ। କଣ କରେ ନାହିଁ? ପାଠ ପଢେ ନାହିଁ। ଏସବୁ ହବା ପରେ ତାଙ୍କ ବାପା ଜାଣିଲେ। ଦିନେ ତାଙ୍କ ବାପା ଏକ ମେଳାକୁ ବୁଲେଇ ନେଇଛନ୍ତି। ମେଳାରେ ଶୁଆ, ଶାରୀ, ଚଢେଇ ଇତ୍ୟାଦି ବିକ୍ରି କରାଯାଉଥିଲା। ପିଲାମାନେ ସମସ୍ତେ ମେଳା ଦେଖିଛ? ଯାଇଛ? ନିଶ୍ଚିତ ଦେଖିଥିବ, ଯାଇଥିବ ବାପା ମାନଙ୍କ ସାଙ୍ଗରେ। ହଉ, ଆମେ ଏବେ ଆମ ଗପକୁ ଯିବା। ସେ ଏକ ଶୁଆ ମଞ୍ଜୁରୀ ଆଣିବା ପାଇଁ ଜିଦ୍ ଧରିଲା। ତାଙ୍କ ବାପାଙ୍କର ଇଚ୍ଛା ନଥିବା ସତ୍ତ୍ୱେ ଏକମାତ୍ର ପୁଅକୁ ସେ ବହୁତ ଭଲ ପାଆନ୍ତି। ସେ ଶୁଆ ମଞ୍ଜୁରୀଟିକୁ କିଣି ଘରକୁ ଆଣିଲେ। କଣ କଲେ? କିଣିକିରି ଘରକୁ ଆଣିଲେ। ଘରକୁ ଆଣିବା ପରେ ପିଲାଟି ଜମା ପାଠ ପଢେନି। ଶୁଆ ସାଙ୍ଗରେ ଖେଳିଲା, କଥାବାର୍ତ୍ତା ହେଲା। ସକାଳେ ଶୁଆ ସହ କଥା ହବ, ସନ୍ଧ୍ୟାରେ ଶୁଆ ସହ କଥା